ଦୁର୍ନୀତିର ଗନ୍ତାଘର ପାଲଟି ଯାଇଛି ଭୋଗରାଇ ଏବଂ ଜଳେଶ୍ୱରର ଆର୍ଡି ବିଭାଗ। କାହିଁକି ନା ସରକାର ଲୋକମାନଙ୍କ ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି, କିନ୍ତୁ ଭୋଗରାଇ ଏବଂ ଜଳେଶ୍ୱର ଅଞ୍ଚଳରେ ସରକାରଙ୍କ ତରଫରୁ ବହୁଳ ପରିମାଣରେ ରାସ୍ତା ନିର୍ମାଣ ହେଉଛି ସତ, କିନ୍ତୁ ରାସ୍ତା କାମରେ ମହା ଦୁର୍ନୀତି ହେଉଛି ବୋଲି ସାଧାରଣ ଜନତା ବାରମ୍ବାର ଅଭିଯୋଗ କରୁଛନ୍ତି। ଲୋକଙ୍କ କହିବା କଥା ଅନୁଯାୟୀ ଭୋଗରାଇର କନିଷ୍ଠ ଯନ୍ତ୍ରୀ ଏବଂ ଜଳେଶ୍ୱର କନିଷ୍ଠ ଯନ୍ତ୍ରୀ ମହୋଦୟମାନେ ମିଶି ଠିକାଦାରମାନଙ୍କ ସହିତ ମଧୁଚନ୍ଦ୍ରିକା ଦ୍ୱାରା ସରକାରୀ ଅର୍ଥକୁ ହଡପ କରିବା ପାଇଁ ରାସ୍ତା ଅତି ନିମ୍ନମାନର ପ୍ରସ୍ତୁତ କରୁଛନ୍ତି। ଭୋଗରାଇର ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ହେଉଛି ଆଉ ଭୟଙ୍କର ଭାବରେ ମହା ଦୁର୍ନୀତି ମଧ୍ୟ ହେଉଛି। ଭୋଗରାଇର ଯେଉଁ କନିଷ୍ଠ ଯନ୍ତ୍ରୀ ଖଣ୍ଡାଇ ମହାଶୟ ମଧ୍ୟ ରହିଛନ୍ତି, କୌଣସି ସମୟରେ କାମ ଦେଖିବା ପାଇଁ ଫିଲ୍ଡକୁ ଯାଆନ୍ତି ନାହିଁ କି କାମକୁ ତଦାରଖ କରନ୍ତି ନାହିଁ, ଯାହାଫଳରେ ଯନ୍ତ୍ରୀଙ୍କ ସୁଯୋଗ ନେଇ ଠିକାଦାର ଅତି ନିମ୍ନମାନର କାମ କରିଥାଏ ଏବଂ କୌଣସି ବ୍ୟକ୍ତି ଯନ୍ତ୍ରୀକୁ ଫୋନ୍ କରି କାମ ଅତି ନିମ୍ନମାନର କାମ ଅଭିଯୋଗ କରିବାକୁ ଚେଷ୍ଟା କଲେ ଯନ୍ତ୍ରୀ ବାବୁ କୌଣସି ବ୍ୟକ୍ତିମାନଙ୍କର ଫୋନ୍ ରିସିଭ୍ କରନ୍ତି ନାହିଁ, ଯାହାଫଳରେ କାମଟି ଅତି ନିମ୍ନମାନର ହୋଇଥାଏ। ଯଦି ଏଇଭଳି ଯନ୍ତ୍ରୀମାନେ ଭୋଗରାଇରେ ରହିବେ ତାହେଲେ ଦିନକୁ ଦିନ ଧରି ରାସ୍ତା କାମରେ ମହା ଦୁର୍ନୀତି ଚାଲିବ, ସହ କାମ ଅତି ନିମ୍ନମାନର ହେବ ବୋଲି ଭୋଗରାଇ ଅଞ୍ଚଳବାସୀ କହିଛନ୍ତି।